जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बाଙ୍କୁ प्रणाम पूर्वक मु आजिर सेशन आरंभ करुछि कि आज आमे एई सेशन टीरे जानिबा कोउ शेप ऑफ प्लॉट रे बासगृह हौ दुकान हौ वाणिज्य प्रतिष्ठान हौ आमे करि परिबा एवं सेटा वास्तु सूत्र मते भलो ठीक अछि आपण जानंतु जे आमे को ब्रह्मस्थान निरूपण करिवा पूर्वरु आमे को प्लॉट ऊपर आमे करि परिबा घर को प्लॉट वाणिज्य प्रतिष्ठान बासगृह उपलक्षे उपयोगी ठीक अछि वास्तु मतरे वास्तुर जो मत रही सेई मत हिसाब रे को प्लॉट ऊपर जागा ऊपर को भलिया शेप रो प्लॉट जागार आकार आज हमर टॉपिक रहइबो जागार आकार ठीक अछि हम्म। समस्त मन रख टोटाल 9 प्रकार प्लॉट अछि सेई प्लॉट ऊपर आमे घर କରିପାରିବା ଏଇ 9ଟା ପ୍ଲଟ ବ୍ୟତୀତ ଅନ୍ୟ ଯେକୌଣସି ପ୍ଲଟ ରହିବ ସେଠି ଆମେ ଘର କରିପାରିବା ନାହିଁ अच्छा। ତେବେ ସେ ପ୍ଲଟ କଣ କଣ ନା ଏକରେ ଜାଗାର ପ୍ରକାର ସରି ଜାଗାର ଆକାର कर। ସେ 9ଟା କଣ କଣ ନା ପ୍ରଥମରେ ହେଲା ଆୟତାକାର ପ୍ଲଟ ସେକେଣ୍ଡରେ କଣ ନା ବର୍ଗାକାର ପ୍ଲଟ ଥାର୍ଡ ରେ କଣ ଆୟତାକାର ବର୍ଗାକାର ଗଲା ବୃତ୍ତାକାର ପ୍ଲଟ ମାନେ सर्कुलर ପ୍ଲଟ ତାପରେ କଣ ନା ରମ୍ବସ ଆକୃତି ପ୍ଲଟ ତାପରେ କଣ ନା ହେକ୍ସାଗୋନାଲ ବା ଷଡଭୁଜ ଷଡଭୁଜାକୃତି ହେକ୍ସାଗୋନାଲ ପ୍ଲଟ ଛଅରେ କଣ ଆସିଲା ନା ଅକ୍ଟାଗୋନାଲ ପ୍ଲଟ ମାନେ ଅଷ୍ଟଭୁଜାକୃତି अष्टभुज। एक दुई तीन चार। ମା ଜଗଦମ୍ବା ଠିକ ଅଛି ନା हम्म। दुई तीन चार पाँच छः। ତାପରେ ସାତରେ କଣ ନା ଗୋମୁଖାକୃତି ପ୍ଲଟ गौमुखी। ଗୋମୁଖ ଗୋମୁଖୀ ପ୍ଲଟ हम्म। ତାପରେ କଣ ଆସିଲା ନା ସିଂହ ମୁଖାକୃତି ପ୍ଲଟ शेरमुखी। ଲାୟନ ଫେସ୍ हम्म। ତାପରେ ଆସିଲା କଣ କାଉ ମୁଖାକୃତି ପ୍ଲଟ କ୍ରୋଫେସ୍ हम्म। ଠିକ ଅଛି हम्म। ଏବେ ଆମେ ଗୋଟେ ଗୋଟେ କରି ଜାଣିବା ଆଚ୍ଛା ଆୟତାକାର ପ୍ଲଟ ମାନେ କଣ ନା ପ୍ରତ୍ୟେକ କୋଣ 90 ଡିଗ୍ରୀ ହେଇଥିବ ଏବଂ ବିପରୀତ ବାହୁ ସମାନ ଥିବେ କ୍ଲିୟର ଏଥିରେ କିଛି ଡାଉଟ ନାହିଁ ଆୟତାକାର କ୍ଷେତ୍ର କିନ୍ତୁ ଏଇ ବାସ୍ତୁ ମତରେ ଆୟତାକାର କ୍ଷେତ୍ର ହଉଛି ସବୁଠୁ ଭଲ ଘର କରିବା ପାଇଁ ଏଇ ଭଳିଆ କ୍ଷେତ୍ରରେ ଯଦି ଘର କରାଯାଏ ତାହେଲେ ଅନ୍ତେବାସୀ ମାନଙ୍କର ଧନ ମାନ ଯଶ ଖ୍ୟାତି ଏଗୁଡା ସବୁ ବଢିବ କିନ୍ତୁ ମନେ ରଖିବା ଦରକାର ଭାଇ ଏଟା ଲିଭଉଛି ହେଲା ଏଟା ସ୍କ୍ରିନଶଟ ନେଇଥିବେ ନହେଲେ ତ ୟୁଟ୍ୟୁବରେ ଅପଲୋଡ ହବ ହିଁ ହବ आज्ञा। କିନ୍ତୁ ଆମେ ଗୋଟେ ଗୋଟେ କରି ଏବେ ବୁଝିବା ଠିକ ଅଛି हम्म। ପ୍ରଥମେ ଆସିଲା ଆୟତକାର ପ୍ଲଟ ଆୟତାକାର ପ୍ଲଟ ଟା ବହୁତ ବଢିଆ ଏଇଟା ହେଲା ଧର 40 ଏଇଟା 40 ଏଇଟା ଏଇଟା କେତେ ହବ ରୁଲ କହେ ଦୈର୍ଘ୍ୟ ଆଉ ପ୍ରସ୍ତର ଅନୁପାତ 2/1 ରୁ କମ ହବ 2:1 ରୁ ऑनेस्ट। हम्म। କମ ହବା ଦରକାର ତାହେଲେ ଏଇଟା 40 ହେଲେ ଏଇଟା 19 ହେଲେ ଚଳିବ 20 ହେବ ନାହିଁ 20 ହେଲେ ଭଲ ନୁହଁ अच्छा। ହେଲା 2/1 ରୁ କମ ହବ ହେଲେ 3/1 ରୁ କମ ହବ ନାହିଁ 3/1 ରୁ ଅଧିକା ହବ ମାନେ 40 ର 3 ଭାଗ କଲେ କେତେ ହବ 13 3 39 हम्म। ହେଲା थर्टी। ଯଦି ଏଇ ପଟଟା 13 ଅଛି ତାହେଲେ ହେବ ନାହିଁ କାହିଁକି ନା ସେଟା ପତଳା ପ୍ଲଟ ହେଇଯିବ ବ୍ରହ୍ମପୁର ସାଇଡରେ ଦେଖିଛ ଏମିତି ସବୁ ପତଳା ପ୍ଲଟ ଥାଏ यस 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 हाँ।
पूरा पतला। ଆଉ ସେଇଥିପାଇଁ ସେ ଏରିଆରେ ମାର୍କାଟ କେମିତି ଚାଲେ ଦେଖିଛଟି? मार्केट। ମାର୍କାଟ ମାନେ ଯୋଉ ହଣାହଣି କେମିତି ଚାଲେ, हाँ କ୍ରାଇମ। हाँ। हम्म। ଠିକ ଅଛି। हम्म। ତେଣୁ ଆୟତାକାର ପ୍ଲଟ ର ନିୟମ ହେଲା, ଏତି ଘର ହେଲା ବହୁତ ବଢିଆ, କିନ୍ତୁ ତାର ଦୈର୍ଘ୍ୟ ପ୍ରସ୍ତର ଅନୁପାତ 2/1 ରୁ କମ ରହିବ, ହେଲେ 3/1 ରୁ କମ ରହିବନି। ମାନେ ଲେଟ ସେ ଯଦି ଆୟତକାର ପ୍ଲଟ ଟାକୁ ମୁଁ 60 ନେଇକି ଆପଣଙ୍କୁ ବୁଝଉଛି, ଦେଖ 60, ଏଇଟା 60, ତାହେଲେ हम्म। ଏଇଟା 2/1 ରୁ କମ ହବ। ମାନେ ଏଇଟା 30 ରୁ କମ ହବା ଦରକାର ଏଇ ପଟଟା। ଠିକ ଅଛି। हम्म। କିନ୍ତୁ 20 ରୁ କମ ହବ ନାହିଁ। 20 ରୁ मिनिमम କମ 20। ହବ ନାହିଁ, 20 ରୁ ଅଧିକା। ହଁ, हम्म। ମିନିମମ୍ 20 ହବ, ମ୍ୟାକ୍ସିମମ୍ हम्म। 30 ରୁ କମ ହବ। हम्म। ମିନିମମ୍ 20 ରୁ କମ ହବ, ମ୍ୟାକ୍ସିମମ୍ 30 ରୁ କମ ହବ। ମାନେ हम्म। ସୂତ୍ର କହୁଛି 2:1 ରୁ ଅଧିକା ହେବା ଦରକାର, କମ ହବା ଦରକାର, କିନ୍ତୁ 3:1 ରୁ କମ ହବ ନାହିଁ। ହେଲା। हम्म। ତାପରେ ଆସିଲା ବର୍ଗାକାର ପ୍ଲଟ। ଭାଇ ଏଇ ପ୍ଲଟ ଉପରେ ସବୁ ମନ୍ଦିର ହୁଏ। ତମେ ଯଦି କୋଉ ମନ୍ଦିରର ବାସ୍ତୁ ଦେଖିବ, ପୁରା हम्म। ବର୍ଗାକାର ଥିବ, ମାନେ ଚାରିପଟ ସମାନ। ଏଇଟା ବହୁତ ବଢିଆ ପ୍ଲଟ। ଇଏ ବି ଆୟତାକାର କ୍ଷେତ୍ର ଭଳିଆ ସବୁ ମାନ ଯଶ ଖ୍ୟାତି ଦିଏ। ଗୃହକର୍ତ୍ତାଙ୍କର ଧନ ବଢାଏ। ଠିକ ଅଛି। ଏହାର ଚାରି ବାହୁ ସମାନ ହେଇଥିବେ। ଠିକ ଅଛି। हम्म। ଥାର୍ଡ ରେ କଣ ନା ବୃତ୍ତାକାର ପ୍ଲଟ। ବାବା ବୃତ୍ତାକାର ପ୍ଲଟ କଣ ନା ପ୍ଲଟ ଟା ଏମିତି ସର୍କଲ ହେଇଥିବ। ଆମ ପାର୍ଲିଆମେଣ୍ଟ ବିଲ୍ଡିଂ ଦେଖିଛଟି? हम्म। କିନ୍ତୁ ଏଥିରେ ଯୋଉ ଘର ନିର୍ମାଣ ହବ, हम्म। ସେଇଟା ସର୍କୁଲାର ଘର ହିଁ ନିର୍ମାଣ ହବ। ଆ ଭିତରେ ସର୍କୁଲାର ପ୍ଲଟ ଭିତରେ ବର୍ଗାକାର କି ଆୟତକାର କ୍ଷେତ୍ର ତମ ନିର୍ମାଣ କରିଲେ ବାସ୍ତୁ ଅନୁଯାୟୀ ସେଟା ଭୁଲ। आगे। କ୍ଲିୟର। ଆଜ୍ଞା। ଆଚ୍ଛା, ତାପରେ ଆସିଲା, ଗୋଟେ ଜିନିଷ, ହଁ କୁହନ୍ତୁ ଏ କୁହନ୍ତୁ। ଯୋଉ ହଁ ଆମର ଓଲ୍ଡ ପାର୍ଲିଆମେଣ୍ଟ ଟା ଯୋଉଟା ଅଛି, ଆଇ ଥିଙ୍କ କି ରାଉଣ୍ଡ ସେପ୍ ଅଛି। ହଁ ଏବେ ଯୋଉଟା ନ୍ୟୁ ହେଇଛି, ଆଇ ଓଲ୍ଡ ଥିଙ୍କ। ଓଲ୍ଡ ହଁ ଓଲ୍ଡ ଓଲ୍ଡ ହଁ, ଓଲ୍ଡ ପାର୍ଲିଆମେଣ୍ଟ। ନ୍ୟୁ ଟା ଯୋଉଟା ହେଇଛି ସେଟା ଆଇ ଥିଙ୍କ ସେ ଷଡଭୁଜ ଅଛି। ହଁ ଆଜ୍ଞା। ହଁ ଆଜ୍ଞା। ମୋଷ୍ଟ ପ୍ରୋବାବଲି, ମୁଁ ଏଟାକୁ କନଫର୍ମ କରିପାରିବିନି। ହୁଁ। ହେଲା। ହୁଁ। ହୁଁ। ରମ୍ବସ। ରମ୍ବସ ହୁଁ। କଣ ନା ୟା ଭିତରେ ପ୍ରତ୍ୟେକ ବର୍ଗ କ୍ଷେତ୍ର ଟାକୁ ଚିପି ଦେଲେ ରମ୍ବସ ହେଇଯିବ। ମାନେ ହୁଁ। ବର୍ଗ କ୍ଷେତ୍ରରେ ସବୁ 90 ଡିଗ୍ରୀ ଥାଏ, ଏଥିରେ ହୁଁ। କୋଣ ଗୁଡା 90 ଡିଗ୍ରୀ ନଥିବ, କିନ୍ତୁ ତାର ଚାରି ବାହୁ ସମାନ ହେଇଥିବ। ହୁଁ। ଏଇଭଳିଆ ପ୍ଲଟ ରେ ବି ତମେ ଘର କରିପାରିବ, କିନ୍ତୁ ଏଠାରେ ଏଇଭଳିଆ ପ୍ଲଟ ସାଧାରଣତଃ ମିଳେନି। ହେଲା। କିନ୍ତୁ କୋଉ କୋଉ ଜାଗାରେ ମିଳି ବି ଥାଇପାରେ। ଠିକ ଅଛି। ହୁଁ। ତାପରେ ଆସିଲା ହେକ୍ସାଗନ। ହେକ୍ସାଗନ ମାନେ ଷଡଭୁଜା। ଷଡଭୁଜ ମାନେ 1 2 3 4 5 6 ହେକ୍ସାଗୋନାଲ ପ୍ଲଟ। ଏ ପ୍ଲଟ ରେ ବି ଘର କରିପାରିବ ତମେ। ସମ୍ମାନ ବୃଦ୍ଧି ହୁଏ, ବହୁତ ଶୁଭ ଫଳ ଦିଏ, କିନ୍ତୁ ଏ ପ୍ଲଟ ମିଳେନି। ସେମିତି ଅକ୍ଟାଗନ ପ୍ଲଟ। ଅକ୍ଟାଗନ ମାନେ 1 2 3 4 5 6 7, ମୁଁ କରିପାରୁନି। ଅକ୍ଟାଗୋନାଲ ପ୍ଲଟ, ହୁଁ। ଅଷ୍ଟଭୁଜାକୃତି। ଠିକ ଅଛି ନା? ଆଜ୍ଞା। ଠିକ ଅଛି। ଏ ପ୍ଲଟ ବି ମିଳେନି, ଏ ପ୍ଲଟରେ ବି ତମ ଘର କରିପାରିବ। ବର୍ତ୍ତମାନ ଆମେ ଜାଣିବା ଗୋମୁଖ ପ୍ଲଟ ଏବଂ ସିଂହ ମୁଖ ପ୍ଲଟ। ସିଂହ ମୁଖ ପ୍ଲଟ, ଗୋମୁଖ ପ୍ଲଟ, ସିଂହ ମୁଖ ପ୍ଲଟ ଭିତରେ ବିଶେଷ କିଛି ଡିଫରେନ୍ସ ନାହିଁ। କଣ ଡିଫରେନ୍ସ ଅଛି ସେଟା ହେଲା ରାସ୍ତାର। ଗୋମୁଖ ପ୍ଲଟ ଟା ଏମିତିଆ, ଗାଈ ମୁହଁ ଭଳିଆ। ହେଲେ ତାର ରାସ୍ତା ଟା ଥିବ ଛୋଟ ପଟେ। ସିଂହ ମୁଖା କୃତି ପ୍ଲଟର କଣ? ସିଂହ ମୁଖାକୃତି ପ୍ଲଟ ଟା କେମିତି ହେଇଥିବ ନା ଏଇଭଳିଆ ହେଇଥିବ, କିନ୍ତୁ ତା ରାସ୍ତା ଥିବ ଏଇପଟେ। କ୍ଲିୟର। ଏ ପ୍ଲଟ କୁ ଆମେ ଗୋମୁଖା କହିବା, ଏ ପ୍ଲଟ କୁ ଆମେ କହିବା ସିଂହ ମୁଖା। ମାନେ କାଉ ଫେସ୍, ଲାୟନ ଫେସ୍। ହୁଁ। ଗୋମୁଖ ପ୍ଲଟ ରେ ଏଥିରେ ବାସଗୃହ ନିର୍ମାଣ ହବ। ସିଂହ ମୁଖ ପ୍ଲଟ ରେ ବିଜନେସ, ବ୍ୟବସାୟ କ୍ଷେତ୍ର ନିର୍ମାଣ ହବ। ଗୋମୁଖ ପ୍ଲଟ ରେ ତୁମେ ବ୍ୟବସାୟ କରିପାରିବ ନାହିଁ।
ସିଂହମୁଖ ପ୍ଲଟରେ ତୁମେ ବାସଗୃହ ନିର୍ମାଣ କରିପାରିବ ନାହିଁ। କ୍ଲିୟର? हम्म ଗୋମୁଖରେ ବାସଗୃହ ହବ, ବିଜନେସ କରିପାରିବ ନାହିଁ। ସିଂହମୁଖରେ ବ୍ୟବସାୟ ହବ, ବାସଗୃହ କରିପାରିବ ନାହିଁ। କ୍ଲିୟର? କ୍ଲିୟର ନା ଭାଇ? हम्म ତାପରେ ଆସିଲା କାଉ ମୁଖାବର୍ତ୍ତୀ, କ୍ରୋଫେସ୍। କ୍ରୋଫେସ୍ ବା କାଉ ମୁଖାକୃତି। କାଉ ମୁଖାକୃତି ପ୍ଲଟ ଟା କେମିତିଆ ନା, କାଉର ଥଣ୍ଟ ଦେଖିଛଟି? ଏଇଟା ହେଲା କାଉ ମୁଖାକୃତି ପ୍ଲଟ। ଏଥିରେ ବି ତମ ଘର କରିପାରିବ। ଅତି ଶୁଭ, ଅନ୍ତେବାସୀ ମାନେ ସୁଖ ପାଆନ୍ତି। ଠିକ ଅଛି। ଏଇ 9ଟା ପ୍ଲଟର ଆକାରକୁ ଛାଡିକି ଅନ୍ୟ କୌଣସି ପ୍ଲଟରେ ତମ ଘର କରିପାରିବ ନାହିଁ। ଯଦି କୋଉଠି ଟ୍ରାଙ୍ଗୁଲାର ପ୍ଲଟ ମିଳିଲା, ତାହେଲେ ତମେ ଜାଣିବ ତ୍ରିକୋଣିଆ ପ୍ଲଟ ମିଳିଲା, 3 କୋଣିଆ ପ୍ଲଟ, ତାହେଲେ ଲୋକମାନେ ଯୋଉ ଭଳି ଏଇ ଟ୍ରାଙ୍ଗୁଲାର ପ୍ଲଟରେ ରହନ୍ତି, ସେମାନେ ତ୍ରିକୋଣାକୃତି ପ୍ଲଟରେ ରହିଲେ ତାଙ୍କୁ ଦୁଃଖ ଦୁର୍ବିପାକ ସମ୍ମୁଖୀନ, ଭୟଭୀତ, ମାଲି ମକଦ୍ଦମା, ଆକ୍ସିଡେଣ୍ଟ ହେବା ଥୟ। ପତଳା ପତଳା ପ୍ଲଟରେ ବି ରହିପାରିବନି, ଆଉ ଅନ୍ୟ କୌଣସି ପ୍ଲଟରେ ରହିପାରିବନି। ଏମିତି ଅଣ୍ଡା ଅଣ୍ଡା ପ୍ଲଟରେ ରହିପାରିବ ନାହିଁ, କି ଅର୍ଦ୍ଧଚନ୍ଦ୍ରାକୃତି ପ୍ଲଟରେ ରହିପାରିବ ନାହିଁ। ଠିକ ଅଛି ନା? ଫ୍ୟାନ ପ୍ଲଟ, ପଙ୍ଖାକୃତି ପ୍ଲଟ, ଏମିତିଆ ପ୍ଲଟ ଯୋଉ ହେଇଥିବ ସେଥିରେ ରହିପାରିବ ନାହିଁ। ଜିଭାକୃତି ପ୍ଲଟ, ଜୀବ ଭଳିଆ ଥିବ, ଏ हम्म ପ୍ଲଟରେ ରହିପାରିବ ନାହିଁ। ଠିକ ଅଛି। ତାପରେ ଟି ସେପ୍ଟ ପ୍ଲଟ, ଏ ପ୍ଲଟରେ ବି ରହିପାରିବନି। ଏ ଯେତିକି ସବୁ ପ୍ଲଟ କହିଲି ଏଇଭଳିଆ ପ୍ଲଟରେ ରହିପାରିବନି। ପ୍ରଥମେ ଯୋଉ 9ଟା ପ୍ଲଟ କହିଲି, ସେଇ ପ୍ଲଟକୁ ଛାଡିକି ଅନ୍ୟ କୋଉ ପ୍ଲଟରେ ଯଦି ତମେ ବାସଗୃହ ନିର୍ମାଣ କରିଛ, ତାହେଲେ ବହୁତ ଅସୁବିଧାର ସମ୍ମୁଖୀନ ହବ। ଏଇଟା ଶାସ୍ତ୍ରର ମତ, ବିଶ୍ୱକର୍ମା ପ୍ରକାଶ ଉଠେଇକି ଦେଖିଦବ। କ୍ଲିୟର ନା ଭାଇ ରାଜବାବୁ? आगे आगे। ତେବେ ଆମେ ନେକ୍ସଟ ସେସନରେ ପଢିବା ଯୋଉ 9ଟା ପ୍ଲଟ ଆମର ଅଛି, ସେ 9ଟା ପ୍ଲଟର ବ୍ରହ୍ମସ୍ଥାନ କିଭଳି ଭାବରେ ନିରୂପଣ କରିବା। ପ୍ରତ୍ୟେକ ସେ ପ୍ଲଟର ବ୍ରହ୍ମସ୍ଥାନ କିଭଳି ଭାବରେ ନିର୍ମାଣ କରିବା। କାରଣ ରହିବାଟା ଜାଗା ଉପଯୋଗୀ ହେଲେ ତ, ରହିବା ଉପଯୋଗୀ ହେଲେ ତ ଆମେ ତାର ବ୍ରହ୍ମସ୍ଥାନ ନିର୍ମାଣ କରିବା। हम्म ଯେକୌଣସି ପ୍ଲଟରେ କଣ ଆମେ ବ୍ରହ୍ମସ୍ଥାନ ନିରୂପଣ କରିବା କି? ना। କିନ୍ତୁ ପ୍ରୋବ୍ଲେମ ଆସେ, ତମେ ଯେତେବେଳେ ବାସ୍ତୁରେ ମେନ୍ କରିବାକୁ ଯିବ ବାସ୍ତୁ, ସେଇଠି ପ୍ରୋବ୍ଲେମ ଆସେ, ପ୍ଲଟର ସେପ୍ ଠିକ ନଥାଏ। ଯୋଉ ଲୋକର ପ୍ଲଟର ସେପ୍ ଠିକ ନଥାଏ, ସେ ଲୋକ ଅଲରେଡି ଭୁଲ ବାସ୍ତୁରେ ଘର କରିଛି। ସେଠି ବ୍ରହ୍ମସ୍ଥାନ ତମେ ଯେମିତି ନିରୂପଣ କରିବ, ସେ ଭୁଲ ହିଁ ବାହାରିବ। ଗୋଟେ ଜାଗାକୁ ପ୍ଲଟ ଦେଖିବାକୁ ଯାଇଥିଲୁ, ଖଣ୍ଡା ଖରପର ଭଳିଆ, ମାର ଖଣ୍ଡା ଭଳିଆ ସେ ପ୍ଲଟ। ତା କଣ ବ୍ରହ୍ମସ୍ଥାନ କେମିତି ନିରୂପଣ କରିବ ମତେ କହିଲ? हम्म କରିପାରିବ କି? ଏକ୍ସାକ୍ଟ ଆସିବ? नो। ଅଲରେଡି ସେ ଭୁଲ ବାସ୍ତୁରେ ରହୁଛି, ତାକୁ ତ हम्म କହିପାରିବନି ବାପା ଘର ଭାଙ୍ଗେ। हम्म ମୋ ପଏଣ୍ଟ ବୁଝିପାରୁଛ? हम्म ତାର ବି ରିମେଡି ଅଛି, ତାକୁ କୁହାଯିବ, ଆଗକୁ ଯାଇକି ଆମେ ଡିସ୍କସନ କରିବା। हम्म କିନ୍ତୁ ଆମେ ଯୋଉ ବ୍ରହ୍ମସ୍ଥାନ ନିରୂପଣ କରିବା ଶିଖିବା, ସେଇଟା हम्म ଆମେ ଶିଖିବା ଏଇ 9ଟା ପ୍ଲଟରେ। କାରଣ ଏଇ 9ଟା ପ୍ଲଟ ହିଁ ବାସ ଉପଯୋଗୀ। ମୁଁ ସେଇଥିପାଇଁ କହିଥିଲି ଏଟାକୁ ଡିଲିଟ କରିଦବା ପାଇଁ। ମୋ କଥା ବୁଝିପାରିଲେ ତ? आगे। ତ ଆଜିର ସେସନ ପାଇଁ ଏତିକି। ପୁଣି ଆମେ କିଛି ନୂଆ ଜିନିଷ ଜାଣିବା। हम्म ସମସ୍ତଙ୍କୁ ଆଜିର ସେସନ ପାଇଁ ଏତିକି। ଜୟ ଶ୍ରୀ ଜଗନ୍ନାଥ। जय श्री राम।